ନୂଆ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା। ଏକାଥରକେ 2ଟି କିସ୍ତିର ଟଙ୍କା ପାଇଲେ ମହିଳା। ଆପଣ ପାଇନାହାନ୍ତି କି ସୁଭଦ୍ରାର 10,000 ଟଙ୍କା? ଜାଣନ୍ତୁ କେବେ ପାଇବେ ସୁଭଦ୍ରା ଟଙ୍କା। ଦର୍ଶକ ବନ୍ଧୁ, ଗୁରୁବାର ମା ଲକ୍ଷ୍ମୀଙ୍କ ବାରରେ ମହିଳାଙ୍କ ଆକାଉଣ୍ଟକୁ ଯାଇଛି ସୁଭଦ୍ରାର 2ଟି କିସ୍ତି ଟଙ୍କା। ମୋଟ 4 ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ସୁଭଦ୍ରାର ଟଙ୍କା। ଆଉ ମହିଳାମାନେ ଏହି ସୁଭଦ୍ରା କିସ୍ତି ପାଇ ଖୁବ୍ ଖୁସି ହୋଇଥିଲେ। ଏଥର ନୂଆ କରି ଆବେଦନ କରିଥିବା ହିତାଧିକାରୀ ଓ ବାକି ରହିଯାଇଥିବା ହିତାଧିକାରୀ ଏବଂ ଆବେଦନ କରିବା ପରେ ବି ଅଟକିଥିବା ସୁଭଦ୍ରା କିସ୍ତି ଟଙ୍କା ମହିଳାଙ୍କୁ ମିଳିଛି। ଆଉ ଯାହାକୁ ପାଇ ମହିଳାମାନେ ବେଶ୍ ଖୁସି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମହିଳାଙ୍କ ଆକାଉଣ୍ଟକୁ ଯାଇଛି ସୁଭଦ୍ରାର 2ଟି କିସ୍ତି ଅର୍ଥାତ୍ 10,000 ଟଙ୍କା। ଆଉ ଏ 10,000 ଟଙ୍କା ପାଇଁ ମହିଳାମାନେ ବେଶ୍ ଖୁସି ହୋଇଛନ୍ତି। ତେବେ ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର ଯେ ଏବେ ପୁଣି ଆହୁରି କିଛି ମହିଳା ଅଟକି ଯାଇଛନ୍ତି ଟଙ୍କା ପାଇବାରେ। ଅର୍ଥାତ୍ ସୁଭଦ୍ରା କିସ୍ତି ତାଙ୍କ ଆକାଉଣ୍ଟକୁ ଯାଇନାହିଁ, ବ୍ୟାଙ୍କ ଖାତାରେ ତାଙ୍କ ଆକାଉଣ୍ଟରେ ଜମା ହୋଇନାହିଁ ଏହି ପଇସା। ତେବେ ଖୁବ୍ ଶୀଘ୍ର ସେମାନଙ୍କୁ ପୁଣି ଥରେ ସୁଭଦ୍ରା ଟଙ୍କା ମିଳିବ ବୋଲି ଜଣାପଡ଼ୁଛି। ସୁଭଦ୍ରାରୁ ବଞ୍ଚିତ ହେଇଥିଲେ ଯଦି ଆଜି ସେମାନେ ଏଲିଜିବଲ ହେଇଥିବେ, ପ୍ରଥମେ ସୁଭଦ୍ରା ଆପ୍ଲାଏ କରିଥିବେ ଏବଂ ଆଜି ଏଲିଜିବିଲିଟିରେ ପୁଣି କ୍ରେଡିଟେଡ୍ ହୋଉଥିବେ, ତାହେଲେ 2ଟି କିସ୍ତି 3ଟି କିସ୍ତି ଯାହା ତାଙ୍କର ବାକି ଥିବ ସବୁ ପଇସା ଆପଣଙ୍କ ଆକାଉଣ୍ଟକୁ ସିଧା ସିଧା ଯିବ। ତେଣୁ ସୁଭଦ୍ରାରେ ଯୋଡ଼ି ହେଇଥିବା କୌଣସି ହିତାଧିକାରୀ ମାନେ କେବେ ବିଚଳିତ ହେବା କଥା ନୁହେଁ। ଯଦି ଆପଣ ମାନେ ହିତାଧିକାରୀ ପାଇଁ ଯୋଗ୍ୟ, ତାହେଲେ ଆପଣଙ୍କ ଆକାଉଣ୍ଟକୁ ସିଧା ସଳଖ ସୁଭଦ୍ରାର ସମସ୍ତ କିସ୍ତି ଆପଣ ପାଇବେ ଯେବେଠୁ ଆପଣ ମାନେ ଆପ୍ଲାଏ କରିଛନ୍ତି। 4,57,000ରୁ ଅଧିକ ହିତାଧିକାରୀ ପାଖାପାଖି 300 କୋଟି ପାଖାପାଖି ଟଙ୍କା ଆମେ ପାଇବା। ଆମେ ମହିଳାମାନଙ୍କୁ ସମ୍ମାନ, ସ୍ୱାଭିମାନ, ସ୍ୱାବଲମ୍ବୀ, ଦକ୍ଷତା, ରୋଜଗାର ଏବଂ ସୁଯୋଗ ଦେବା ପାଇଁ ଏବଂ ବିକଶିତ ଓଡ଼ିଶା, ବିକଶିତ ଭାରତରେ ବିକଶିତ ଓଡ଼ିଶା ଏବଂ ଗାଁ ଗହଳିର ମହିଳାମାନେ ଇଏ ବିକଶିତ ଓଡ଼ିଶାର କର୍ଣ୍ଣଧାର ହେବେ, ତାର ଲଗାତାର ପ୍ରୟାସ ଆମେ ଜାରି ରଖିଛେ। ମୁଁ ପୁଣି ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଇଏ ସରକାରର ମହିଳା ବିକାଶ, ମହିଳା ସଶକ୍ତିକରଣ, ମହିଳାଙ୍କ ସଫଳତା, ମହିଳାଙ୍କ ସ୍ୱାଭିମାନ ପାଇଁ ଲଗାତାର ପ୍ରୟାସରେ ଇଏ ସୁଭଦ୍ରା ଯୋଜନା ଆପଣମାନଙ୍କ ମଧ୍ୟରେ ଯେଉଁ ଖୁସି, ଆନନ୍ଦ ଏବଂ ବିକାଶର ଲହରୀ ଲହରଉଛି ତାକୁ ଆହୁରି ଆଗକୁ ନେବ। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।